ମୁଁ କିନ୍ତୁ ପ୍ରଥମେ କ୍ଲାରିଫାଏ କରି ଯେ ମୁଁ ସମାଲୋଚନା କୌଣସି ଇସ୍ୟୁ ବେସ୍ ନଥାଇ କରିନି। ଏକ, ସମାଲୋଚନା କରିବା ନାଁରେ ମୁଁ କେବେ କରିନି। ଦୁଇ, ମୁଁ ବିଜୁ ଜନତା ଦଳ ଥରେ ବିଶୃଙ୍ଖଳା ହେଇକି କେବେ କାମ କରିନି। ତିନି, ଚତୁର୍ଥ ହେଲା ଯେଉଁ ଇସ୍ୟୁ ମୁଁ ଉଠେଇଛି ତାହାର ଉତ୍ତର ଆଜି ବିଜୁ ଜନତା ଦଳ ଦେଇପାରିନି। ସୋ ମୋର ଯେଉଁ ଇସ୍ୟୁସ୍ ରହିଛି, ଯେଉଁ ଇସ୍ୟୁକୁ ମୁଁ ଉଠେଇଛି, ଯଦି ମୋର ଇସ୍ୟୁ ଭ୍ୟାଲିଡ୍ ନୁହଁ ସେଇଟା ଗଣମାଧ୍ୟମର ପ୍ରତିନିଧି ମଧ୍ୟ ତାକୁ ତର୍ଜମା କରିପାରିବେ, ଜନସାଧାରଣ ବି ତର୍ଜମା କରିପାରିବେ, ବିଜୁ ଜନତା ଦଳ ବି ତର୍ଜମା କରୁ, ଆଣ୍ଡ ଆମର ଯେଉଁ ଆଡମିନିଷ୍ଟ୍ରେସନରେ ଯେଉଁମାନେ ଅଛନ୍ତି, ଯେଉଁ ଗଭର୍ଣ୍ଣମେଣ୍ଟ ଇସ୍ୟୁ ହେଉ କି ପଲିଟିକାଲ ଇସ୍ୟୁସ୍ ହେଉ ଯେଉଁ ଉଠେଇଛି ତାକୁ ତର୍ଜମା ବି କରିପାରିବେ। ଆଉ ଏଜ୍ ରିଗାର୍ଡିଂ ଆମର ଯେଉଁ ନିର୍ବାଚନକୁ ଆଧାର କରି ଯେଉଁ ପ୍ରଶ୍ନ ପଚାରୁଛନ୍ତି ଏବେ, ମୁଁ ତ କହିବି ଯେଉଁ ଓଡ଼ିଶାରେ ଦୀର୍ଘ ଦିନ ପରେ ସବୁଠୁ ବଡ଼ କଥା ହେଇଛି ଏ ଯେଉଁ 2024 ନିର୍ବାଚନରେ ନବୀନ ବାବୁ କେବେ ବି ଏମିତି କେବେ ଫିଲ୍ କରିନଥିବେ ଏ ନିର୍ବାଚନର ହିଟ୍ଟା। କାହିଁକି ଟେମ୍ପରେଚରଟା ପଲିଟିକାଲ ତାତି ହଉ କି ଜେନେରାଲ ଟେମ୍ପରେଚର ହଉ ପୁରା ବଢ଼ିଯାଇଛି 2024ରେ 50+ ବଢ଼ି ଯାଉଛି। ଦିଲ୍ଲୀରେ ଗତକାଲି 51 ରେକର୍ଡ ହେଇଛି, ଓଡ଼ିଶାରେ ବି ବିଭିନ୍ନ ଜାଗାରେ ହେଇଛି। ସୋ ନବୀନ ବାବୁର ଟେମ୍ପରେଚର ବି ବଢ଼ିଯାଇଛି, ଏମିତି ନାହିଁ ତାଙ୍କର ପଲିଟିକାଲ ଟେମ୍ପରେଚର ବଢ଼ିନି। କାହିଁକି ବଢ଼ିଛି ଏହାର କାରଣ ହେଲା ବିଜୁ ବାବୁଙ୍କର ପୁଅ ଯାହାଙ୍କ ନାଁରେ ସେ ଭୋଟ ମାଗିକି ଦଳ ଗଠନ କଲେ, ଯାହାଙ୍କୁ ଆଧାରରେ ବାଜପେୟୀଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହେଲେ, ଓଡ଼ିଶାର 4 କୋଟି ଲୋକଙ୍କର ପରିବାର ବୋଲି ସେ ମୁଖିଆ ବୋଲି କହନ୍ତି ନିଜକୁ ନିଜେ। 4 କୋଟି ପରିବାର ଭିତରେ ସବୁଠୁ 2024 ନିର୍ବାଚନ ସବୁଠୁ ବଡ଼ ଆଶ୍ଚର୍ଯ୍ୟଜନକ ଲୋକଙ୍କ ଆଗରେ ସାମ୍ନା ରଖିବା ପାଇଁ ଚାହୁଁଛି। 4 କୋଟି ଲୋକ ଭିତରେ କାହାକୁ ଜଣକୁ ଗୋଟେ ଓଡ଼ିଆ ପିଲାକୁ ଯୋଗ୍ୟ ଫିଲ୍ କଲେନି, ଯାହାକୁ ଆଧାର କରିକି ତାଙ୍କର ଯେଉଁ ଭବିଷ୍ୟତ ଦଳକୁ ଆଗକୁ ନେବା ପାଇଁ ସେ ସ୍ଥିର କରିପାରିଲେନି। ମୋର ଓଡ଼ିଶାବାସୀଙ୍କ ପାଖରେ ପ୍ରଶ୍ନ ଯେ ଏଇ 2024 ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରଚାର ପ୍ରସାର କରୁଛନ୍ତି ଆଉ ତାଙ୍କ ତରଫରୁ ଯିଏ ପ୍ରଚାର ପ୍ରସାର କରୁଛି, ଏହା ପ୍ରକୃତରେ ବିଜୁ ଜନତା ଦଳର ସ୍ୱାର୍ଥ ପାଇଁ କରୁଛନ୍ତି ନା ଓଡ଼ିଶାବାସୀଙ୍କର ସ୍ୱାର୍ଥ ପାଇଁ କରୁଛନ୍ତି? ଯଦି ଓଡ଼ିଶାବାସୀଙ୍କର ସ୍ୱାର୍ଥରେ ନିହତ ଅଛି ମୋତେ ତ କେଉଁଠି ଦେଖାଯାଉନି। ସୋ ଯେତେବେଳେ ଓଡ଼ିଆ ପିଲାଟି କିଏ ଯୋଗ୍ୟ ହେଇପାରୁନି ମନ୍ତ୍ରିମଣ୍ଡଳର ହଉ କି ରାଜ୍ୟର ଯେଉଁ ନେତୃବୃନ୍ଦ ଭିତରେ, କେଉଁ ଆଧାରରେ ଓଡ଼ିଆ ଲୋକ ନବୀନ ବାବୁଙ୍କୁ ଭୋଟ ଦେବେ? ଆଉ ସେ ଗତକାଲି କହିଛନ୍ତି ମୁଁ ଫିଟ୍ ଅଛି। ସାର୍ ଆପଣ ତ ଫିଟ୍ ନାହାନ୍ତି, ଆପଣ ଫିଟ୍ ନାହାନ୍ତି, କେନ୍ଦ୍ରାପଡ଼ାର ଭିଡ଼ିଓ ଫୁଟେଜରୁ ଜଣାପଡ଼ୁଛି। ଆପଣ ଯଦି ଫିଟ୍ ଅଛନ୍ତି, ଆପଣ ଭଳିଆ ଟେମ୍ପରାମେଣ୍ଟ ଲୋକ ମୁଁ ତ ଆପଣଙ୍କ ପାଖରୁ ଦେଖିଛି, ସିଏ ଆପଣ ଗୋଡ଼ ମାରିବ ଆପଣ ସମ୍ଭାଳି ପାରି ବସିପାରିବେ, ଏ କଥା ତ ମୁଁ କେବେ ବିଶ୍ୱାସ କରିପାରୁନି। ଆଉ ଗୋଟେ ପ୍ରଶ୍ନ ବି ମୋର ଅଛି, କାର୍ତ୍ତିକ ପାଣ୍ଡିଆନ ଗତକାଲି ସେ ମିଟିଂରେ ତାଙ୍କୁ କାହିଁକି ଗୋଡ଼ ମାରିଲେ ତା ଉତ୍ତର ବିଜୁ ଜନତା ଦଳ ରଖିବେ କି ନା କାର୍ତ୍ତିକ ପାଣ୍ଡିଆନ ନିଜେ ରଖିବେ? ନା ମୁଖ୍ୟମନ୍ତ୍ରୀ ନିଜେ ରଖନ୍ତୁ ଯେ ମୁଁ ତାଙ୍କୁ ପରମିଶନ ଦେଇଥିଲି ମୋତେ ଗୋଡ଼ ମାରିବା ପାଇଁ, ସିଏ ମାରିଲେ। କାର୍ତ୍ତିକ ପାଣ୍ଡିଆନ କାହିଁକି ମୋର ଗୋଡ଼ ବାଜୁ ବାଜିଗଲା। 2, 3 ହେଲା ବିଜୁ ଜନତା ଦଳ କହି ନାଇଁ ଯାହା ହେଉଛି ସବୁ ଠିକ ହେଉଛି। ଏ କଥା 3ଟା ହେଲେ ଉତ୍ତର ଦିଅନ୍ତୁ, ହେଲେ ସେ ଉତ୍ତର କାହିଁକି ଦେଉନାହାନ୍ତି? ମୁଖ୍ୟମନ୍ତ୍ରୀ କହୁଛନ୍ତି ମୁଁ ଫିଟ୍ ଅଛି ଆଉ ପ୍ରଧାନମନ୍ତ୍ରୀ ମୋର ସ୍ୱାସ୍ଥ୍ୟ କଥା ପଚାରି ବୁଝିଲେ ଠିକ ହୁଅନ୍ତା। ସାର୍, ଓଡ଼ିଶା ସାରା ଗୋଟେ ଧାରଣା ବିଶ୍ୱାସ ହେଇଯାଇଛି ସମସ୍ତଙ୍କ ମନ ଭିତରେ ଯେ ଆପଣଙ୍କୁ ଯେତେ ଆପଣ ସ୍ପଷ୍ଟ ଭାବେ ନିଜ କଥା ରଖିଲେ ମଧ୍ୟ ଆପଣ କଥାକୁ ଆଉ କିଏ ବିଶ୍ୱାସ କରୁନାହାନ୍ତି। ଏଥିପାଇଁ ଯେହେତୁ ଆପଣ ନିଜର କଣ୍ଟ୍ରୋଲରେ ନାହାନ୍ତି, ଆପଣଙ୍କୁ ଆଉ ଜଣେ କିଏ କଣ୍ଟ୍ରୋଲ କରୁଛନ୍ତି, ଏ କଥା ତାହିଁରେ ଦେଖାଯାଉଛି ଯାହା ଭିଡ଼ିଓ ଫୁଟେଜରେ, ତାକୁ ଆଧାର କରି ଲୋକ ଆକଳନ କରୁଛନ୍ତି। ଯଦି ଆପଣ ଫିଟ୍ ଫାଟ୍ ଅଛନ୍ତି ମେଡ଼ିକାଲ ରିପୋର୍ଟ ଜାରି କରିଦିଅନ୍ତୁ ନା, ଏମ୍ସର ହଉ କି SCBର ହଉ କି କ୍ୟାପିଟାଲ ହସ୍ପିଟାଲର ହେଡ୍ ହୁଅନ୍ତୁ, ସିଏ ଜାରି କରିଦିଅନ୍ତୁ। ଓଡ଼ିଶାର ସେଟା ପ୍ରାଇଭେଟରେ ନାହିଁ ନା। ଯେଉଁ ବ୍ୟକ୍ତିଗତ କଥା, ଯେଉଁ କଥା କାର୍ତ୍ତିକ ବାବୁ କହୁଛନ୍ତି ଯେ ବ୍ୟକ୍ତିଗତ ଆରୋପ ଆଣୁଛନ୍ତି, ବ୍ୟକ୍ତିଗତ ନୁହଁ। ମୁଖ୍ୟମନ୍ତ୍ରୀଙ୍କର ସ୍ୱାସ୍ଥ୍ୟ ରାଜ୍ୟର ସ୍ୱାସ୍ଥ୍ୟ ସହିତ, ରାଜ୍ୟର ରାଜନୀତି ଭବିଷ୍ୟତ ସହିତ, ରାଜ୍ୟର
राजनीतिक फलाफल सहित जड़ित अच्छी से दृष्टि मुख्यमंत्री स्वास्थ्य कथा जो प्रधानमंत्री उठे कौटे आधार उठे जो आधार को सी तदंत करने चाहते मुख्यमंत्री की आमर मेडिकल जो टीम ऑफ मेडिकल एक्सपर्ट्स रिपोर्ट दे दिंतु गोटे एग्जामिन करदे ना मुख्यमंत्री देह सुस्थ अच्छा सी कहीं कथा कहते मेडिकल बुलेटिन जोटा इश्यू रही इश्यू कर दौना तमिलनाडुर चीफ मिनिस्टर जयललिता बेले जिते लास्ट मोमेंट ये मेडिकल बुलेटिन सब संध्या बेले जारी होता एमती नहीं जारी हो मुख्यमंत्री तो जारी होनी ना मुख्यमंत्री फिट अच्छा कौन सी प्रोब्लेम नहीं कोहल पार्ट रे सी पूरा मेंटली फिट अच्छे फिजिकल फिट अच्छा एंड एक्टिव किसी प्रोब्लेम नहीं ए कथाटा जारी कले कौन खराब कि ओडिशा लोकों ओडिशा आम आपण तो ओडिया आपण तो ओडिशा लोकों काम करुँच आपण ओडिशा को बहुत भल पाती कहते सो आपण जो लोक को भरोसा करुँच से भरोसा आधार मेडिकल बुलेटिन जारी करदे कौन खराब हम कि किसी तो खराब हेनी आईरे मुझे कह कि समालोचना करुँची मुझे समालोचना करूनी मुझे गोटे ओडिशा परिवार अध्यक्ष हिसाब से मुझे गोटे उत्तर मागुची आपण सुस्थ अच्छा तो सी सुस्थ अच्छा तथ्यटा आपण निजे दबाटा ठीक हम ना मेडिकल टीम एक्सपर्ट दबाटा ठीक हम सीटा आपण विचार करूँ ओडिशावासी विचार करूँ मोर जदि भूल थी मत क्षमा करूँ। हेलो 10th एग्जामिनीज आपण मैंने एमती एक स्कूल खोजुंट कि जो इंटीग्रेटेड कोचिंग पाइपर तेज टीएससी गुरुकुल जोग दिंतु जहाँ एकेडमिक लर्निंग पार्टनर फिजिक्स वाला सहित अनुमोदित कॉल 9438782020।